କୁକୁରଟି ସେ କିଚେନ୍ରୁ ଏମିତି ଧାଇଁଲା ଯେ ତାର ଅଧା ଚମଡ଼ା ଛଲା ହେଇଛି, ମାନେ ଅଧା ଚମଡ଼ା କଢ଼ା ହେଇଛି, ଅଧା ଚମଡ଼ା ସେ କୁକୁରମାନଙ୍କୁ ଧରନ୍ତି କୌଣସି ପ୍ରକାରେ ଯେନ ତେନ ପ୍ରକାରେ କୁକୁରକୁ ମାରିବା ପାଇଁ ଚେଷ୍ଟା କରନ୍ତି। ପଥର ଛେଚିକି ମାରନ୍ତୁ, ଇଟା ଛେଚିକି ମାରନ୍ତୁ, ପଥର ଫୋପାଡ଼ିକି ମାରନ୍ତୁ, ଗରମ ପାଣି ଢାଳିକି ମାରନ୍ତୁ, କିମ୍ବା ଠେଙ୍ଗାରେ ମୁଣ୍ଡ ବାଡ଼େଇକି ମାରନ୍ତୁ, ଯେମିତି ପ୍ରକାର ମାରନ୍ତି ମାରିବେ। ସମସ୍ତଙ୍କୁ ମାରନ୍ତି, ତାପରେ ଆଣିକି ରୋଷେଇ କରିକି ଦିଅନ୍ତି। ଦୁର୍ଭାଗ୍ୟବଶତଃ କୁହନ୍ତୁ କିମ୍ବା ଭାଗ୍ୟବଶତଃ କୁହନ୍ତୁ, ସେ ଯେ କୁକୁରକୁ ମାରିଥିଲେ ତାର ମୁଣ୍ଡରେ ବାଡ଼େଇଥିଲେ, କିନ୍ତୁ ସିଏ ବେହୋସ ହେଇ ଯାଇଥିଲା, ସମ୍ପୂର୍ଣ୍ଣ ରୂପରେ ମରି ନଥିଲା। କହୁଛନ୍ତି ଭାଇ କଥାଟା ଶୁଣିବୁ ଧ୍ୟାନ ଦେଇକି, ହସିବୁନି କିମ୍ବା କାହାକୁ କହିବୁନି। ଭାଇ ମାନ ମହତ ଇଜ୍ଜତ ପଳେଇବ। ମୁଁ ଜାଣିଛି କଟକର ହୋଟେଲ ସବୁ ଟିକେ ଅଲଗା ଟାଇପ୍ର। ଜଣେ ଖାଇସାରିଲା ହାତ ଧୋଉଛି, ଆଉ ଜଣଙ୍କର ଗୋଟେ ଦୁଇ ପିସ୍ ବାକି ଅଛି। ହଠାତ୍ କ'ଣ ହେଲା ନା, ସେ କିଚେନ୍ରୁ, ଆପଣ ଶୁଣନ୍ତୁ, ଆପଣଙ୍କ ଲୋମ ଟାଙ୍କୁରି ଉଠିବ, କିଛି ଲୋକ ହସି ହସି ଗଡ଼ିଯିବେ। କିନ୍ତୁ ମୁଁ ଆଉ କ'ଣ କହିବି, ଯେଉଁଟା ସତ ସେଇଟା ସତ। ମୋତେ କହିଲେ ଭାଇ ମୋତେ ଗୋଟେ କଥା କହ, ଯେ କଟକରେ ଯେଉଁ କହୁଛନ୍ତି କୁକୁର ମାତିଛନ୍ତି, ଏଇଟା ସତ କଥା? ମୁଁ କହିଲି ହଁ। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ, ଭକ୍ତଗଣ ସାଙ୍ଗମାନେ, ମାତାଜୀ, ପ୍ରଭୁଜୀ। ଇଏ ସେ ସମୟ ଥିଲା ଯେତେବେଳକୁ କଟକରେ ସିଲଭର ସିଟି, ରୂପେଲି ସହର କଟକ, କଟକ ସହର ଧବଳ ଟଗର, ଯେଣୁ ଆଇଲେ ସେଠୁ ସୁନ୍ଦର। ଏ କଟକ ସହରରେ ବି କୁକୁର ମାତିଥିଲେ। ବେଳେ ବେଳେ ତ କୁକୁର ମାତୁଛନ୍ତି। ଏ ଗୋଟେ କାହାଣୀ ନଥିଲା, ଗୀତଟେ, କଟକେ ମାତିଛି କୁକୁର, ସାଙ୍ଗ ଦେଖି ଘରୁ ବାହାର। ଗୋଟେ କମେଡ଼ିଟେ ଆସିଥିଲା। କିନ୍ତୁ କଟକରେ ସତରେ ଆଜ୍ଞା ଯେତେବେଳେ କୁକୁର ମାଂସ ଦିଆ ହେଉଥିଲା, ମୋର ବି କାନ ଠିଆ ହେଇଯାଇଥିଲା ଏକଦମ। ଏ କଥାଟି ମୁଁ କହୁଛି, ମିଛ ନୁହଁ। 2010 ଖଣ୍ଡେ ହେବ, ଉତ୍କଳ ୟୁନିଭର୍ସିଟିରେ ଯେତେବେଳକୁ ମୁଁ ପଢ଼ୁଥିଲି, ସେତେବେଳେ କଥା। ଓହ, ସେଇ କଥା, ସେଇ ଯେଉଁ, ହଁ। ତ ମୁଁ ମାନେ ହଷ୍ଟେଲରେ ଥିଲି, ଆମର ଉତ୍କଳ ୟୁନିଭର୍ସିଟି। ପିଲା ଆଇଲେ, ଧାଇଁକି ଆଇଲେ, ତାଙ୍କର ହାବ ଭାବରୁ କି ଜଣା ପଡ଼ୁନଥାଏ, ମାନେ ଲାଗୁଥାଏ ଯେମିତି ଡରିକି ଅଛନ୍ତି, ଆଉ ଦେହ ସବୁ ମାନେ ପୁରା ଝାଳି ଯାଇଛି। ସେତେବେଳକୁ ମୋର ସମୟ ଠିକ୍ ମନେ ଅଛି 3:30 4ଟା, ଉପର ଓଳି ପାଖାପାଖି ହେଇଯାଇଥାଏ। ମୁଁ ଶୋଇଥିଲି। ମୁଁ ପଚାରିଲି ତାଙ୍କୁ, କ'ଣ ସବୁ, କୁଆଡ଼େ ଯାଇଥିଲ? କଟକ ଯାଇଥିଲ ବା? କ'ଣ ସବୁ ହେଲା, ତୁମେ ବୁଲାବୁଲି କରିବା ପାଇଁ ଯାଇଥିଲ? ସିଏ ମୋତେ କହିଲେ ଭାଇ ମୋତେ ଗୋଟେ କଥା କହ, ଯେ କଟକରେ ଯେଉଁ କହୁଛନ୍ତି କୁକୁର ମାତିଛନ୍ତି, ଏଇଟା ସତ କଥା? ମୁଁ କହିଲି ହଁ। କଟକରେ ବେଳେବେଳେ ଯେଉଁ, ଏବେ ତ ସବୁ ସିଷ୍ଟମ୍ ଠିକ୍ ହେଇଯାଇଛି, ମ୍ୟୁନିସିପାଲିଟି ହଉ, ମୋ ପିତା ବି, ବାପା ବି ମ୍ୟୁନିସିପାଲିଟିରେ ଅଛନ୍ତି। ତ ଏବେ ମୁଁ ଆପଣଙ୍କୁ ପଚାରୁଥିଲି, ଯେତେବେଳେ ଆମ ଘର ସାମ୍ନାରେ ଆସି କୁକୁର ଭୋକନ୍ତି, ଯେତେବେଳେ ଭୋକନ୍ତି, ମୁଁ କହିବି ବାପା ଏ କୁକୁରମାନଙ୍କୁ କାହିଁକି ତୁମେ କହୁନ, ଲୋକମାନେ ଆସିକି ଉଠେଇକି ନେଇଯିବେ, ଯେଉଁମାନେ କୁକୁର ଉଠେଇବା ଆସନ୍ତି। ତୁମେ ଖାଲି ଗୋଟେ କଥା ଥରେ କହିବ, ସେ ଉଠାଇ ଆସି ନେଇଯିବେ, ଖାଲି ଅର୍ଡ଼ର ଦେଲେ। କିନ୍ତୁ ବାପା କହିଲେ ଯେ ଏବେ ଆଉ କୁକୁରମାନଙ୍କୁ ଆଉ ନିଆ ହେଉନି, ତା ନିୟମ ନାହିଁ। ଆଉ ଠିକ୍ ଅଛି, କିନ୍ତୁ ସେତେବେଳକୁ ଦେଶୀ କୁକୁର ମାଳ ମାଳ, ମାନେ ସବୁ ଜାଗାରେ ଥିଲେ, କଟକରେ କିଛି ଖାସ୍ ଅଧିକା ଥିଲେ। ମୁଁ କଟକକୁ ଇଙ୍ଗିତ କରି କହୁନାହିଁ, କଟକ ଆମର ସିଲଭର ସିଟି, କଟକ ହେଉଛି, କଟକ ଭଳିଆ ସହର ମିଳିବ ନାହିଁ। କଟକ ଆମର ପୂର୍ବରୁ ରାଜଧାନୀ ଥିଲା, ରାଜଧାନୀକୁ କୁହାଯାଏ କଟକ, ତେଣୁକରି ତା ନାଁ କଟକ ହେଇଥିଲା। ଭୁବନେଶ୍ୱର ପୂର୍ବରୁ ଯଦି ସବୁଠୁ ପୁରୁଣା କିଏ ରାଜଧାନୀ, ସେ ହେଉଛି କଟକ। କିନ୍ତୁ ଯେଉଁ କଥାଟା ସତ ଆଜ୍ଞା, ସେଇ କଥାଟି ସତ। ଆପଣ ଶୁଣନ୍ତୁ, ଆପଣଙ୍କ ଲୋମ ଟାଙ୍କୁରି ଉଠିବ, କିଛି ଲୋକ ହସି ହସି ଗଡ଼ିଯିବେ। କିନ୍ତୁ ମୁଁ ଆଉ କ'ଣ କହିବି, ଯେଉଁଟା ସତ ସେଇଟା ସତ। ଦେଖନ୍ତୁ, ସେ 2 ଜଣ ପିଲା ଆଇଲେ, ସାଙ୍ଗ ପିଲା, ମୋର ହଷ୍ଟେଲମେଟ୍, ସାଇଡ଼୍ ରୁମ୍ରେ ରହନ୍ତି। ସିଏ ଆସିକି ପୁରା ଝାଳି ନାଳି ଯାଇଛନ୍ତି। ମୁଁ କହିଲି ତୁମେ କଟକ ଯାଇଥିଲ, କ'ଣ ସବୁ କାମ ହେଲା? ସେ କହିଲା ଯେ ହଁ କାମ ତ ହେଇଗଲା, କିନ୍ତୁ ଆଜ୍ଞା, ମାନେ ସେ କହୁଛନ୍ତି କିନ୍ତୁ ଆଉ ଖାଇପାରିଲୁନି ଆମେ କିଛି। ମୁଁ କହିଲି କ'ଣ କିଛି ଖାଇବା ପାଇଁ? ମୁଁ ଜାଣିଛି କଟକର ହୋଟେଲ ସବୁ ଟିକେ ଅଲଗା ଟାଇପ୍ର, ଭଲ ଲାଗିବନି ଖାଇବା ପାଇଁ, କେଉଁଠି ଦରଦାମ ଅଧିକା କରନ୍ତି। ମୁଁ କହିଲି ଠିକ୍ ଅଛି, ଅସୁବିଧା କିଛି ନାହିଁ, ଖାଇନ ଯଦି ଯାଇକି ଯାଅ କ୍ୟାଣ୍ଟିନ୍ରେ ଖାଇଦେବ। ଯେ କ୍ୟାଣ୍ଟିନ୍ ସେତେବେଳେ ବନ୍ଦ ବାନ୍ଦ ହେଇଯାଇଥାଏ। ଆଉ ତାଙ୍କର ଖାଇବାର ଆକ୍ଚୁଆଲି ତାଙ୍କର ଇଚ୍ଛା ଥିଲା, ସେ ମୋତେ ଖୋଲି କହୁନଥିଲେ ଯେ ତାଙ୍କର ଅସୁବିଧାଟା କ'ଣ ହେଇଛି। କ୍ୟାଣ୍ଟିନ୍ ବନ୍ଦ ହେଇଥିଲେ ବି କିଛି ତ ଥିଲା ଖାଇବା ଯାହେଲେ, କିନ୍ତୁ ସେ ଯିବା ପାଇଁ ଚାହୁଁନଥିଲେ। ସିଏ ଚୁପଚାପ ବସିକି ରହିଲେ। ତାପରେ ଧୀରେ ଧୀରେ ସିଏ ଅଧଘଣ୍ଟେ ପରେ ମୋ ଆଖି ପୁରା ଲାଗି ଆସୁଥାଏ, ସିଏ କାହାଣୀ କହିବା ଆରମ୍ଭ କଲେ, କଥା କହିବା ସିଏ ଆରମ୍ଭ କଲେ। ଆଜ୍ଞା କହୁଛନ୍ତି ଭାଇ କଥାଟା ଶୁଣିବୁ ଧ୍ୟାନ ଦେଇକି, ହସିବୁନି କିମ୍ବା କାହାକୁ କହିବୁନି। ଭାଇ ମାନ ମହତ ଇଜ୍ଜତ ପଳେଇବ।
ସେ କହିଲେ ଆମ କାମ ତ ସରିଗଲା ଠିକ୍ ଠାକ୍, ବେଶୀ ଟାଇମ୍ ଲାଗିନି। ଆମେ କଟକରେ ସେ ଜାଗା ନାଁ କହିଥିଲେ, କିନ୍ତୁ ମୁଁ ଜାଗା ନାଁ କହିବିନି ଆପଣଙ୍କୁ। ସେ ହୋଟେଲ ନାଁ ବି କହିଥିଲେ, ନାଁ ବି ମୁଁ କହିବିନି, କାହିଁକି କହିବି। ସେ କଟକରେ ଯାଇକି ତାଙ୍କୁ ଇଚ୍ଛା ହେଲା ମଟନ୍ ଖାଇବା ପାଇଁ। ଚିକେନ୍ ଫିକେନ୍ ତ ସବୁବେଳେ ଖାଉଛନ୍ତି, ମଟନ୍ ଖାଇବା ପାଇଁ ଇଚ୍ଛା ହେଲା। ସେ ଜାଣିଛନ୍ତି ମଟନ୍ ରେଟ୍ ଅଧିକା ଅଛି। ଦେଖୁ ଦେଖୁ ପଚାରୁ ପଚାରୁ ଆଖପାଖରେ ଗୋଟିଏ ଦୋକାନ ଥିଲା ଯେଉଁଠି ମଟନ୍ ରେଟ୍ କମ୍ ଥିଲା। କମ୍ ମାନେ କ'ଣ କହିଲେ ଆଜ୍ଞା? ନିହାତି କମ୍ ଥିଲା। ସେ କହିଲେ ଆପଣ ଫ୍ରିଜରେ ରଖିକି ମଟନ୍ ଦେଉଛନ୍ତି କି, ପୁରୁଣା ମଟନ୍? ସେ କହିଲେ ନାଇଁ ନାଇଁ, ଫ୍ରେଶ୍ ମଟନ୍, ଆପଣ ଖାଇକି ଦେଖନ୍ତୁ ତାପରେ ଜାଣିପାରିବେ। ସେ ଦେଲେ, ସେ ମଟନ୍ ଖାଇବା ପାଇଁ ବସିଲେ, ଖାଉଛନ୍ତି, ଟେଷ୍ଟ ବି ଠିକ୍ ଲାଗୁଛି। ହଠାତ୍ କ'ଣ ହେଇଛି ନା ଆଜ୍ଞା, ପଛପଟୁ ତାଙ୍କର ଯେଉଁଟା କିଚେନ୍ଟା ଥିଲା ପଛପଟେ, ଆଗପଟେ ଥିଲା ତାଙ୍କର କ୍ୟାସିୟର ଆଉ ସବୁ ଯାହା ଯେମିତି ଆଗପଟେ ଥାଏ, ପଛପଟେ କିଚେନ୍ ଅଛି। ପଛପଟେ କିଚେନ୍ ପଟେ ଆଉ ସେପଟେ ଯିବା ପାଇଁ ରାସ୍ତା ନାହିଁ, ଦ୍ୱାର ନାହିଁ, ଯାହା ହେବ ସବୁ ବାହାର ପଟେ ଆସିବେ। ତ କିଚେନ୍ରେ ରୋଷେଇ ଚାଲିଛି ରୀତିମତ, ସେମାନେ ଖାଇ ଚାଲିଛନ୍ତି। ସାମ୍ନା ସାଙ୍ଗ କହୁଛି ହଁ ବଢ଼ିଆ, ଭଲ ଲାଗୁଛି, ଟେଷ୍ଟ ଲାଗୁଛି, କାହିଁ ବାସି ଭଳିଆ ତ ଜମା ଲାଗୁନି, ପୁରା ସତେଜ ଲାଗୁଛି, ଟେଷ୍ଟି ଲାଗୁଛି। ଇଏ ବି କହୁଛି ହଁ ମଟନ୍ ଭଳିଆ ତ ଲାଗୁଛି, ପୁରା ଟେଷ୍ଟଟା ପୁରା ଅଲଗା ଟାଇପ୍ର, ବାସି ତ ଏ ଜମା ନୁହଁ। ଜଣେ ଖାଇଦେଲେ ଜାଣିପାରିବ ଆଜ୍ଞା। ବାସି ଖାଇବାଟାକୁ ଗରମ କରିକି ଫ୍ରିଜ୍ରୁ ଆଣିକି ଗରମ କରିକି ଦେଲେ ସେ ଅଲଗା ଜିନିଷ। ଯଦି ପୁରା ବି ବାସି ହେଇଥିବ, ଫ୍ରିଜ୍ରେ ରଖା ହେଇନଥିବ, ଆମ୍ବିଳା ହେଇଥିବ, ତାକୁ ଗରମ କରିକି ତାର ଟେଷ୍ଟ ଜଣାପଡ଼ିଯିବ। କିନ୍ତୁ ନା, ୟାର ଟେଷ୍ଟ ପୁରା ଅଲଗା ପ୍ରକାରର। ସେମାନେ ଖାଇ ଚାଲିଛନ୍ତି, ଜଣେ ଖାଇସାରିଲା ହାତ ଧୋଉଛି, ଆଉ ଜଣଙ୍କର ଗୋଟେ ଦୁଇ ପିସ୍ ବାକି ଅଛି। ହଠାତ୍ କ'ଣ ହେଲା ନା, ସେ କିଚେନ୍ରୁ କୁକୁରର ଭୁକିବା ସାଉଣ୍ଡ ଆରମ୍ଭ ହେଲା। ଓ ଓ ଓ ଏମିତି କ'ଣ କ'ଣ କହିବି ଆଜ୍ଞା। ସେ ଯେମିତି କହୁଥିଲେ ମୋ ହସ ତ ଲାଗିବ ଯାହେଲେ। ସେ କୁକୁର ଭୁକିବା ସାଉଣ୍ଡ ଯେତେବେଳେ ଆରମ୍ଭ ହେଲା, ମୁଁ ଦେଖିଲେ କିଚେନ୍ ପଟୁ କୁକୁର କେଉଁଠୁ ଆସୁଛି। ପଶିଯାଇଛନ୍ତି କୁକୁର ଭୁଲ ଭାଲେ। ତ ଦେଖିଲେ ଯେତେବେଳକୁ ହଠାତ୍ ସେମାନେ ଖାଇକି, ସେ ମୋ ସାଙ୍ଗଟି ଏମିତି ଅନଉଛି, ଯିଏ ଅଧା ଖାଇଥିଲା ଆଉ ଦୁଇ ପିସ୍ ବାକି ଥିଲା। କୁକୁରଟି ସେ କିଚେନ୍ରୁ ଏମିତି ଧାଇଁଲା ଯେ ତାର ଅଧା ଚମଡ଼ା ଛଲା ହେଇଛି, ମାନେ ଅଧା ଚମଡ଼ା କଢ଼ା ହେଇଛି, ଅଧା ଚମଡ଼ା ଅଛି। ସିଏ ଭୋ 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 କି ବାହାରକୁ ବାହାରିଲା। ତାର ମାନେ ତା ଆଖି, ତାର ଦେଖିବାର ଅବସ୍ଥା ଅଲଗା ପ୍ରକାର ଥିଲା। ସେ ଦେଖୁଛି ପୁରା କ'ଣ ଏମିତି ହେଇଗଲା, କ'ଣ କି କୁକୁର କ'ଣ ବାହାରିଲା ଏଠୁ, ଗୋଟେ ଚମଡ଼ା ଅଧା ଛଲା ହେଇଛି। ତାର ଆଉ ଡାଉଟ୍ ରହିଲା ନାହିଁ ଜମାରୁ ଯେ କଟକରେ ଯେଉଁ ଗୁମର ଫୁସର ଫାସର ହେଉଥିଲେ, ଟାହିଟା ପରା ହେଉଥିଲେ ଯେ କୁକୁର ମାଂସ ମିଳୁଛି, ସେଇଟା ଭୁଲ ନୁହେଁ। ତାପରେ ବି କ'ଣ ଆଜ୍ଞା ଜାଣିଛନ୍ତି, ଏତେ କମ୍ ରେଟ୍ରେ କେମିତି ମିଳିବ କୁକୁର ମାଂସ ଆଜ୍ଞା। ତାପରେ ବି ଯିଏ ହାତ ଧୋଇ ସାରିଥିଲା, ସେ ସାଙ୍ଗକୁ କହୁଛି ତୁ ସେ ଦୁଇ ପିସ୍ ଯେଉଁ ବାକି ଅଛି ସେସବୁ ଖାଇକି ଆସି ସାରେ, ତାପରେ ଦେଖିବା କ'ଣ ହେଇଛି। ଲୋକ ସାମ୍ନାରେ ଭିଡ଼ ହେଇଗଲେଣି ପୁରା ସେ କୁକୁରକୁ ଦେଖିକି। ଆଉ ସେଇ ଭିତରୁ କିଏ କହିଦେଇଛି କୁକୁର ମାଂସ ବିକା ହେଉଛି ବୋଲି। ତାହେଲେ ଯଦି ଆପଣ ମୋତେ ନିଜେ କୁହନ୍ତୁ, ଛାତିରେ ହାତ ରଖି କୁହନ୍ତୁ, ଏ ଟାଇମ୍ଟାକୁ ଆପଣ ବି ଦେଖିଥିବେ, ଟିକେ ପୁରୁଣା ସମୟ ଆଜ୍ଞା, 2010 କିମ୍ବା ତା ପଛ କଥା କହୁଛି, ମୋର ଠିକ୍ ସେ ମନେ ପଡ଼ୁନି। ସେଇ ଟାଇମ୍ରେ ଯେତେବେଳେ କୁକୁର ମାଂସ ଦିଆହେଉଥିଲା ବୋଲି କୁହା ହେଉଥିଲା, ତାହେଲେ ଆପଣ ମୋତେ କୁହନ୍ତୁ, ସେ ଯେଉଁ କୁକୁରଟି ବାହାରକୁ ବାହାରିଲା, ସାଙ୍ଗ ମିଛ କହିବନି କେବେ, ତାଙ୍କର ଅବସ୍ଥା ଦେଖି ଜଣାପଡ଼ୁଛି ପୁରା ଝାଳି ଯାଇଥିଲେ। ସେ କୁକୁରଟି ଯେଉଁ ବାହାରିଲା, ତାଙ୍କର ଅଧା ଚମଡ଼ା କଢ଼ା ହେଇଛି, ଉତ୍ତରା ହେଇଛି, ଅଧା ନାହିଁ। ମାନେ ତା ସେ କ'ଣ କରୁଥିଲେ ତାପରେ ମାନେ ଜଣାପଡ଼ିଲା। ସେ ଖୋଲିକି କହିଲେ, କଥାଟା ହେଉଛି ଏଇଆ ଯେ ସେ କୁକୁରମାନଙ୍କୁ ଧରନ୍ତି କୌଣସି ପ୍ରକାରରେ, ଯେନ ତେନ ପ୍ରକାରେ କୁକୁରକୁ ମାରିବା ପାଇଁ ଚେଷ୍ଟା କରନ୍ତି। ଯେନ ତେନ ପ୍ରକାରରେ ସେ ପଥର ଛେଚିକି ମାରନ୍ତୁ, ଇଟା ଛେଚିକି ମାରନ୍ତୁ, ପଥର ଫୋପାଡ଼ିକି ମାରନ୍ତୁ, ଗରମ ପାଣି ଢାଳିକି ମାରନ୍ତୁ, କିମ୍ବା ଠେଙ୍ଗାରେ ମୁଣ୍ଡ ବାଡ଼େଇକି ମାରନ୍ତୁ, ଯେମିତି ପ୍ରକାର ମାରନ୍ତୁ ସେ ମାରିବେ। ସମସ୍ତଙ୍କୁ ମାରନ୍ତି, ତାପରେ ଆଣିକି ରୋଷେଇ କରିକି ଦିଅନ୍ତି। ଦୁର୍ଭାଗ୍ୟବଶତଃ କୁହନ୍ତୁ କିମ୍ବା ଭାଗ୍ୟବଶତଃ କୁହନ୍ତୁ, ସେ ଯେଉଁ କୁକୁରକୁ ମାରିଥିଲେ ତାର ମୁଣ୍ଡରେ ବାଡ଼େଇଥିଲେ, କିନ୍ତୁ ସିଏ ବେହୋସ ହେଇ ଯାଇଥିଲା, ସମ୍ପୂର୍ଣ୍ଣ ରୂପରେ ମରି ନଥିଲା। ତେଣୁକରି ଯେତେବେଳେ ଗରମ ପାଣିଟା ଢାଳିଲେ, କିଛି ସମୟ ପରେ ସେଠି ସୁସ୍ଥ ହେଇଯାଇଥିଲା। ଗରମ ପାଣି ଯେତେବେଳେ ଢାଳିଲେ, ଭୋଉକି ସେ ବାହାରକୁ ବାହାରି ପଡ଼ିଛି, ଆଉ ତାର ଚେତା ଫେରି ଆସିଛି। ତେଣୁକରି ସେ ଦୌଡ଼ିଛି, କିନ୍ତୁ ତାର ଅଧା ଚମଡ଼ା ଛାଲି ଦିଆହେଇଛି, ଯେମିତି ଛେଳିର ଚମଡ଼ା କଢ଼ା ହୁଏ, ଛଲା ହୁଏ।
ୟାର ବି ଛାଲି ଦିଆ ହେଇଥିଲା କିନ୍ତୁ ଦୁର୍ଭାଗ୍ୟ ମାନେ ଭାଗ୍ୟବସ୍ତୁ ସେ ବଞ୍ଚିଗଲା। ଇଏ ଗୋଟେ କଟକରେ ଚାଲିଥିଲା ସେ ସମୟରେ ଆଜ୍ଞା ସିଲଭର ସିଟିରେ। ମୁଁ ପୁନଶ୍ଚ କହୁଛି ମିଛ ଗୁମର ମୁଁ କରିବି ନାହିଁ, ଯେଉଁଟା ହେଇଥିଲା ସାଙ୍ଗମାନେ କହିଛନ୍ତି। ଆପଣ ବି ୟାର ପ୍ରତ୍ୟକ୍ଷଦର୍ଶୀ ଥିବେ, ଯଦି ସେ ସମୟରେ ଆପଣ ଥିଲେ କହିବେ ନିଶ୍ଚିତ ଭାବରେ। ଯେତେବେଳେ କଟକରେ ମାତିଥିଲେ କୁକୁର ଆଉ ମିଳୁଥିଲା କୁକୁର ମାଂସ। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ।